ଧାନ ଏଥର ଭଲ ଅଛି। କ'ଣ ହବ ସେଟା ତ ଅଲଗା କଥା, କାହିଁକିନା ଅକ୍ଟୋବର ମାସରେ ଲଘୁଚାପ ଏବଂ ବାତ୍ୟା ଥାଏ। ମାଟି କୁଆଡ଼େ ଯାଉଛୁ? ଶୁଖୁଆ ଶୁଖୁଆ ପଡ଼ିଛି କି? ଚାଲୁ ଦେଖିବା କି ଶୁଖୁଆ। ଦେଖନ୍ତୁ ଝିଅ କ'ଣ ଝିଅ ଧରିଛୁ? କାକୁଡ଼ି କୋଉଠୁ? ତ ମାର୍କେଟରୁ ଆଇଲି, ସେ ତାର ଗୁପଚୁପ୍ କହିଥିଲା, ଗୁପଚୁପ୍ ତା ପାଇଁ ଆଣିଛି। ସେ ତାର ଆଜି କିଛି ଖାଇବ ନାହିଁ, ଆଜି ହେଉଛି ଚନ୍ଦ୍ରଗ୍ରହଣ ବୋଲି କିଛି। ହାଇ ଫ୍ରେଣ୍ଡ, ଜୟ ଜଗନ୍ନାଥ, ଶୁଭ ସକାଳ, ୱେଲକମ୍ ଟୁ ମାଇ ଚ୍ୟାନେଲ୍। ଆଉ ସକାଳୁ ସକାଳୁ ଏବେ ମୁଁ ଉଠିଲି। ଆଉ ମାନେ ବହୁତ ଦିନର ମାନେ ବର୍ଷା ଲାଗି ରହିଥିଲା, କିନ୍ତୁ ଆଜି ଟିକେ ସକାଳୁ ସକାଳୁ ଯାହା ଖରା ହେଇଛି ମୁଁ ଆପଣମାନଙ୍କୁ ଦେଖାଉଛି। ଆଉ ଖରା ଦେଖନ୍ତୁ ବର୍ତ୍ତମାନ ମଧ୍ୟ ମାନେ ପ୍ରବଳ ଆଜି ଖରା ହେଉଛି। ଆଉ ନିଶ୍ଚିନ୍ତ ଭାବରେ ବ୍ଲଗ୍ଟି କଣ୍ଟିନ୍ୟୁ କରିବେ ଏବଂ ଖାସ୍ କରି ଶେଷ ଦେଖିବା ପାଇଁ ଚେଷ୍ଟା କରିବେ। ଯେଉଁମାନେ ନୂଆ କରି ଆମ ଚ୍ୟାନେଲ୍ ମାଧ୍ୟମରେ ବ୍ଲଗ୍ଟି ଦେଖୁଛନ୍ତି, ଖାସ୍ କରି ସବସ୍କ୍ରାଇବ୍ କରିଦେବେ ଏବଂ ବେଲ୍ ଆଇକନ୍ଟି ମଧ୍ୟ ବଜାଇଦେବେ, ଯାହାଫଳରେ କି ଯେକୌଣସି ଭିଡ଼ିଓ ଅପଲୋଡ଼ ହେବ ସବୁ ପ୍ରଥମେ ଆପଣ ହିଁ ଆଗେ ଦେଖିପାରିବେ। ଚାଲନ୍ତୁ ଆଜିର ବ୍ଲଗ୍ଟି ଷ୍ଟାର୍ଟ କରିବା। ଆଉ ମୁଁ ତ ସକାଳୁ ଆଜି ଉଠି ସାରିଛି। ଆଉ ଆଜି ଯେହେତୁ ରବିବାର, ଆମ ଝିଅ ମଧ୍ୟ ଆଜି ଯାଇନାହିଁ ସ୍କୁଲ। ଆଉ ଆଜି ରବିବାର ଛୁଟିବାର। ଆଜି ଗୋଟେ ତା ମାଇଣ୍ଡରେ ପଶିଛି ଯେ ଆଜି ଯେହେତୁ ଆମର ହେଉଛି ପୂର୍ଣ୍ଣିମା ଏବଂ ହେଉଛି ଆଜି ଗହରଣ ଆଜି ଲାଗିବ, ଚନ୍ଦ୍ରଗ୍ରହଣ କାଳ ରାତି। ଆଉ ତାକୁ ଆମ ଝିଅକୁ ତା ଟ୍ୟୁସନ୍ ଯାଇଥିଲା, କିଏ କ'ଣ କହିଦେଇଛି। ଆଉ ସିଏ ତାର କହୁଛି ମୁଁ ଆଜି 12ଟା ପରେ ଆଉ ଖାଇବିନି। ଆମର ଏପର୍ଯ୍ୟନ୍ତ ବି ରୋଷେଇ ଚାଲିଛି, ସକାଳ ପାଇଁ ପ୍ରିପାରେସନ୍ ଚାଲିଛି। ଆଉ ସିଏ କହୁଛି ମୋତେ 12ଟା ସୁଦ୍ଧା ଯେମିତି ଦେଇଦେବ ମୁଁ ଖାଇଦେବି, ଆଉ ଖାଇବିନି। କ'ଣ ଆଜି କହିବି? ଆମର କ'ଣ କେମିତି ଖାଆନ୍ତି, କେତେବେଳେ ଖାଇବା କେତେବେଳେ ଖାଇବାନି କହୁନୁ, ସମସ୍ତେ ଶୁଣ। ରାତିରେ ଖାଇବାନି, କେତେବେଳେ ଖାଇବା କେତେବେଳେ ଖାଇବା? ସକାଳେ କେତେଟାରେ ଖାଇବା? 12ଟାରେ ଖାଇବା। ଆଉ 12ଟାରେ ଖାଇବା, ଆଉ ଖାଇବାନି। ପୁଣି କେତେବେଳକୁ ଖାଇବା? କାଲି ସକାଳୁ। ଇଏ ବାବା, ମୁଁ ତ ଏତେ ସମୟ ରହିପାରିବିନି। ସିଏ ଆମ ଝିଅକୁ କିଏ କ'ଣ କହିଦେଇଛି, ତାର କହୁଛି ଯେ 12ଟା ଠାରୁ ମୁଁ ଆଉ ଖାଇବିନି। ଆଉ ଇଏ ହେଉଛି ଆଜି ରବିବାର ଛୁଟି ଦିନ। ଆଉ ଆମ ଝିଅ ବି ଯିବା ଗାଁ ଆଡ଼କୁ ଟିକେ ବୁଲିବା ପାଇଁ, ଆମ ସେ ଆର ଘର ଆଡ଼କୁ। ଆଉ ବୁଲିବା ପାଇଁ ଯିବା ନା ଯିବାନି? ଭଲି କରୁଛୁ ଆମ ଦର୍ଶକମାନେ କ'ଣ କରିକି କହିଦେଲି ଟିକେ। ଆଉ କ'ଣ ବେଲ୍ ଆଇକନ୍ କି? ଆଚ୍ଛା ମାଟି କୁଆଡ଼େ ଯାଉଛୁ? ଶୁଖୁଆ ପଡ଼ିଛି କି? ଚାଲୁ ଦେଖିବା କି ଶୁଖୁଆ। ଦେଖିବା ବର୍ତ୍ତମାନ ଆମର ଶୁଖୁଆ କାଲି କିଣା ହେଇକି ଆସିଥିଲା ମାର୍କେଟରୁ। ଆଉ ଆମ ଝିଅ ଶୁଖୁଆ ଜଗିଛି, ମଝିରେ ତାର ଜଗି ଦେଇକି ମୁଁ ବାହାରି ପଳେଇ ଆସୁଛି। ଆଉ ମଝିରେ ତାର ଆସି ଦେଖିବା କି ଶୁଖୁଆ। ଦେଖନ୍ତୁ କି ଶୁଖୁଆ, କାଲି ଜେଜେ ଆଣିଛି ବୋଧେ। ଇଏ ହେଲା ଶିଳା ଶୁଖୁଆ, ଶିଳା ନୁଣି ଶୁଖୁଆ। ଇଏ ହେଲା ଶିଳା ଶୁଖୁଆ, ଇଏ ହେଲା ବଡ଼ ଶିଳା, ବଡ଼ ମାନେ ଯେଉଁ ଶିଳା ଚିରା ହେଇଛି, ଏଇଟା ସେଇ ଶୁଖୁଆ। ଇଏ ଟିକେ ଛୋଟ ଶୁଖୁଆ। କୁଆ ଖାଇ ଯାଉନାହାନ୍ତି, ଜଗିଛୁ ତୁ। ଝିଅ ତାର ଆସି ମଝିରେ ଜଗୁଛି, ତାପରେ ପଳେଇ ଯାଉଛି। ଶୁଖୁଆ। ଆଉ ଆମର ଆଲୋଭେରା ଗଛ ଏଇଠି ଲଗା ହେଇଥିଲା। ଆଉ ଏଠି ଆମର ସଫା ହେଇଛି, ଏଠି ଶାଗ ଗଛ ପଡିଥିଲା, ସଫା ହେଇଯାଇଛି। ଆଚ୍ଛା, ଏପଟରେ ଆମର ଦେଖନ୍ତୁ ଝିଅ କ'ଣ ଧରିଛୁ? କାକୁଡ଼ି କୋଉଠୁ ଆଣିଲ? ଓହୋ, ବୁଢା ହେଇଯାଇଛି। ସେ ମାନେ ଆମେ ଆଉ ଦେଖିନୁ, ସେ ଘାସରେ ଲୁଚିକି ରହିଛି ବୋଧେ। ଆଉ କିଏ ମାମା ଆଣିଛି? ଓହୋ, ତାକୁ ସେଇ ଖରାରେ ରଖିଦେ, ସେ ଇଏ ପାକଳ ହେଇଗଲେ ମଞ୍ଜି ରହିବ ହେଲା। ଆଉ ବର୍ତ୍ତମାନ ଆମ ଝିଅ ଯାଇକି ରଖେଇ ଦଉନି, ଯିବା ଟିକେ ଗାଁକୁ, ଆମ ସେ ଆର ଘର ଆଡ଼କୁ। ଆଉ ତାକୁ ମୁଁ ବର୍ତ୍ତମାନ ବାହାରିଲି, ତାକୁ ଟିକେ ନେଇକି ବୁଲେଇ ଆଣିବା, ଯେହେତୁ ରବିବାର ଛୁଟିବାର ଅଛି। ତେଣୁକରି ଗାଁକୁ ତାକୁ ନେଇ ଟିକେ ବୁଲେଇ ଆଣିବା। ଯାଇ କ'ଣ କରିବୁ କହନି ମୋତେ ଗାଁରେ? ବୁଲିବୁ। କ'ଣ ବୁଲିବୁ? କୋଉଠି ବୁଲିବୁ? ଖାଇବ ସେଇ କଥା, ଖାଲି କୁରକୁରା ଖାଇବ ବୋଲିକି ଯାଇକି କହିବା ଆର ଘର ବାହାନା ଦେଇକି ଟିକେ ବୁଲିକି ଆସିବା। ହଉ ଚାଲ। ଫାଇନାଲି ବର୍ତ୍ତମାନ ମୁଁ ଆସି ପହଞ୍ଚି ଯାଇଛି ବିଲ ଦେଖିବା ପାଇଁ। ଝିଅକୁ ବର୍ତ୍ତମାନ ଆର ଘରେ ଛାଡ଼ି ଦେଇକି ଆସିଛି। ଆଉ ମୁଁ ବର୍ତ୍ତମାନ ବିଲଟା
ଟିକେ ଦେଖିଦେବା କ'ଣ କେମିତି ହେଇଛି। ଆଉ ଟିକେ ବିଲ ଦେଖିଦେଇକି ଯିବା ଆଉ ଏପଟେ ହିଡ଼ କାଦୁଅ ବୋଧେ ଏଇ ବାଟେ ଦେଖିକି ଯିବା। ବର୍ତ୍ତମାନ ସମସ୍ତଙ୍କର ତ ସାର ପଡ଼ିଯାଇଛି ପୁରା ସମାନ ଦେଖନ୍ତୁ ପୁରା ନୀଳବର୍ଣ୍ଣ ମାନେ ସମସ୍ତେ ଯାହା କହୁଛନ୍ତି ଧାନ ଏଥର ବହୁତ ଭଲ ହେଇଛି। ଆଉ ଆଗକୁ କ'ଣ ହେବ ସେଟା ତ ଜଣା ନାହିଁ। ଯଦି ଆଗ ଅକ୍ଟୋବର ମାସ ତ ଲଘୁଚାପ ବାତ୍ୟା ହିଁ ଥାଏ, କ'ଣ ହେବ ଜଣାପଡ଼ୁନାହିଁ। ମୁଁ ଟିକେ ବିଲ ପାଖକୁ ଯାଇଥାନ୍ତି ଦେଖିବା ପାଇଁ, କିନ୍ତୁ ଏଠି କାଦୁଅ ମାଦୁଅ ଶୁଖି ନାହିଁ ଯେହେତୁ ବର୍ଷା 15 ଦିନ ହେଲା କଣ୍ଟିନ୍ୟୁ ହେଉଛି, ଶୁଖି ନାହିଁ। ଆଉ କ'ଣ କାଦୁଅରେ କେମିତି ଯିବ ଦେଖିବାର ମାନେ କାଲିକି ଆସିବା। ଆଉ ଫାଇନାଲି ମୁଁ ବର୍ତ୍ତମାନ ଝିଅକୁ ଛାଡ଼ିକି ଆଉ ଆମ ଏ ଘର କତିରେ ମୁଁ ଛାଡ଼ିକି ବର୍ତ୍ତମାନ ମୁଁ ଆସିଛି ବିଲ ଆଡ଼କୁ ବିଲ ଦେଖିବା ପାଇଁ। ଦେଖନ୍ତୁ ବର୍ତ୍ତମାନ ମୁଁ ଆସି ପହଞ୍ଚିଯାଇଛି ଆମ ଗାଁ ରାସ୍ତା ମୁଣ୍ଡରେ। ଆଉ ବର୍ତ୍ତମାନ ବିଲରେ ଯିବା ଦେଖିବା ପାଇଁ, କିନ୍ତୁ ହିଡ଼ ସବୁ କାଦୁଅ ହେଇଛି, ଇଚ୍ଛା ହେଉନି ଯିବା ପାଇଁ। ଯଦି ସକାଳ ଉଦା ହେଇଥିଲେ ମୁଁ ଯାଇଥାନ୍ତି, କିନ୍ତୁ ବେଳ ଉଦା ଇଚ୍ଛା ହେଉନାହିଁ। ଆଉ ତେଣୁକରି ନିଶ୍ଚିନ୍ତ ଭାବରେ ଆଉ କେଉଁ ଦିନ ଆସିଲେ ଦେଖିବା। କିନ୍ତୁ ଧାନ ଦେଖନ୍ତୁ କିଭଳି ଭାବରେ ପୁରା ମାନେ ନୀଳ ସବୁ, ସାର ଏବେ ସବୁ ପଡ଼ିଛି, ସମସ୍ତଙ୍କ ପ୍ରାୟ ଭଲ ଅଛି। ମାନେ ମୁଁ ଯାହା ପଚାରୁଥିଲି ଚାଷୀ ମୋ ପୁରୁଖା ଚାଷୀମାନଙ୍କୁ, ସେମାନେ କହିଲେ ଧାନ ଏଥର ଭଲ ଅଛି। କ'ଣ ହେବ ସେଇଟା ତ ଅଲଗା କଥା, କାହିଁକିନା ଅକ୍ଟୋବର ମାସରେ ଲଘୁଚାପ ଏବଂ ବାତ୍ୟା ଥାଏ, ତେଣୁକରି କ'ଣ ହେବ ଏଇଟା ଅଲଗା କଥା। ନିଶ୍ଚିତ ଭାବରେ ଧାନ ପୁରା ମସ୍ତ ଦେଖାଯାଉଛି, ଦେଖନ୍ତୁ ପୁରା ବଢ଼ିଆ ସେ ଅଛି ଧାନ ଯାହା ଜଣାପଡ଼ୁଛି। ଆଉ ମୁଁ ଖରା ପାଗ ହେଲେ ନିଶ୍ଚିତ ଭାବରେ ଆମ ବିଲ ଦେଖିବା ପାଇଁ ଆସିବି, ଆପଣମାନଙ୍କୁ ଦେଖେଇବି ଆମ ବିଲ। ଆଉ ବର୍ତ୍ତମାନ କାଦୁଅ ଯେହେତୁ ଯାଇ ହେବନି, ନେକ୍ସଟ ଟାଇମ୍ରେ ଦେଖିବା। ଫାଇନାଲି ଦେଖନ୍ତୁ ଆମ ଝିଅ ବର୍ତ୍ତମାନ ଅପେକ୍ଷା କରିଦେଉଛି। ମୁଁ ବର୍ତ୍ତମାନ ମାର୍କେଟରୁ ଆଇଲି, ସେ ତାର ଗୁପଚୁପ୍ କହିଥିଲା, ଗୁପଚୁପ୍ ତା ପାଇଁ ଆଣିଛି। ସେ ଗାର ଆଜି କିଛି ଖାଇବ ନାହିଁ, ଆଜି ହେଉଛି ଚନ୍ଦ୍ରଗ୍ରହଣ ବୋଲି କିଛି ଖାଇବନି ରାତିର, ଆଉ କହିଛି ଗୁପଚୁପ୍ ଆଣିବା ପାଇଁ। ଆଉ ବର୍ତ୍ତମାନ ମୁଁ ତାକୁ ଗୁପଚୁପ୍ କୁଆଡ଼େ ନେଇକି ପଳେଇଲା, ବର୍ତ୍ତମାନ ତା ନେଇକି ଗୁପଚୁପ୍ ନେଇକି ଆସିଛି, ସିଏ ଖାଇବ। ଆଜି ରବିବାର ଅଛି, ଛୁଟି ବାରରେ ସେ ଗୁପଚୁପ୍ ଡେଲି ଖାଏ। ଆଉ ରବିବାରିଆ ସେ ପ୍ରାୟ ଟାଇମ୍ ଗୁପଚୁପ୍ ଖାଏ, ତେଣୁକରି ତା ପାଇଁ ଆଣିଛି। ଆଉ ହଉ ହଉ ଖା, କେତେ ଖୁସି ଗୁପଚୁପ୍ ହେଲେ ତାର ପୁରା ସଇଲା, ଆଉ ମାନେ ଭାତ କିଛି ତାର ଦରକାର ନାହିଁ, ଖାଲି ଗୁପଚୁପ୍ ଦିଅ। ଆମର ପୁରା ଗୁପଚୁପ୍ ଖାଇବାର ପୁରା ବ୍ୟସ୍ତ ଦେଖନ୍ତୁ। ଆଉ ଗୁପଚୁପ୍ ଆଜି ମୁଁ ଯାଇଥିଲି ଚନ୍ଦ୍ରଗ୍ରହଣ ପାଇଁ, ମାନେ ସେ ଗୁପଚୁପ୍ ବାଲା ପାଖରେ ମାନେ ଏତେ ଭିଡ଼ ଯେ ସେ ଆଜି ଅଧିକ ମାଲ ଆଣିକି ବି ମାନେ ଏତେ ଭିଡ଼ ଯେ ମାନେ ସବୁ ଆଜି କମ୍ ଦେଇଛି। ଦେଖନ୍ତୁ ମୁଁ 40 ଟଙ୍କାର ଆଣିଛି, କିନ୍ତୁ ସେ ଖଟା ପାଣି ଦିଏ ପ୍ରାୟ ତାଟେ, କିନ୍ତୁ ଆଜି ଦେଖନ୍ତୁ କମ୍ ଦେଇଛି। ଆଉ ଚୁଖା ମଧ୍ୟ କମ୍ ଦେଇଛି, କେବଳ ଗୁପଚୁପ୍ ଯେତିକି ସେତିକି। ଆଉ ମାନେ ଚନ୍ଦ୍ରଗ୍ରହଣ ପାଇଁ ରାତିରେ କେହି ଖାଇବେନି, ତେଣୁକରି ସିଏ ପ୍ରବଳ ଭିଡ଼ ତା ପାଖରେ, ସବୁ କମ୍ କରିଦେଇଛି। ଆଉ ମାଟି କେମିତି ଲାଗୁଛି? ଟେଷ୍ଟି। ଆଚ୍ଛା, ଆଉ ଖା ଗୋଟେ।